ଜୟନାରାୟଣ ମିଶ୍ରଙ୍କ ବୟାନ ଶୁଣିଲା ପରେ ବିଜେଡି ମାନେ ଶିବିରରେ ପୁରା ଥରହର। କାଳେ ସିବିଆଇ ପଶିବ କି, କାଳେ ଇଡି ପଶିବ କି, ଏଇ ଭୟରେ ପୁରା ଥରହର ହେଲେଣି। କାହିଁକିନା ଯେତିକି ଦୁର୍ନୀତି କରିଛନ୍ତି ସେଇ ଭୟରେ ତ ରାଜ୍ୟସଭା ସାଂସଦ ମାନେ ବିଜେପି ସମର୍ଥନ କଲେ, କିନ୍ତୁ କିଛି ଗେଣ୍ଡାଳିଆ ଆଉ କୁଜି ଗେଣ୍ଡା ମାନେ ଏଇଟା ବୁଝିପାରିଲେନି। କହିଲେ ନବୀନ ବାବୁ କହିଛନ୍ତି ଯେ ନିଜସ୍ୱ ମତରେ ଭୋଟ ଦେବା ପାଇଁକା। ଭାଇ, ନିଜସ୍ୱ ମତରେ ନୁହଁ, ନବୀନଙ୍କର କହିବା ମୁହଁ ଗୋଟେ, ଖାଇବା ମୁହଁ ଗୋଟେ। କାହିଁକି ନା ଆପଣ ଦେଖନ୍ତୁ, ଆଗରୁ ଯେବେ ବି ହେଇଛି, ସେ ରାଜ୍ୟସଭା ହଉ କି ଲୋକସଭା ହଉ, ଯେତକ ବି ଭୋଟ ହେଇଛି ବିଜେଡି ସବୁବେଳେ ସମର୍ଥନ କରିଛି ବିଜେପି କି। କଂଗ୍ରେସ ଦିନିକିଆ ଦିନରେ ସ୍ୱପ୍ନ ଦେଖୁଥିଲା ଯେ ବିଜେଡି ଆମକୁ ଦିନରେ ପ୍ରେମ କରିବ। ନାଇଁ ଭାଇ, ବିଜେଡି ସଦା ସଦା ବିଜେପି କି ସପୋର୍ଟ କରିବ। କାହିଁକି ନା ସେ ଜାଣିଛି ତାର ଭୟ କୋଉଠି ଅଛି, ଇଡି ସିବିଆଇ କ୍ରାଇମବ୍ରାଞ୍ଚକୁ ଭୟ। ଏଇ ଭୟ ବିଜେଡି କି ବୁଡେଇଲା। ଆଜି ତଣ୍ଟିରେ କଣ୍ଟା ଭଳିଆ ନାଗିକି ଅଛି ବିଜେଡିର।